ପୁରାଣ ଚତୁର୍ଦ୍ଧାମୂର୍ତ୍ତି ବର୍ଣ୍ଣିତ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ପୋଷଣର ଆଖୋଦିତ କମନୀୟ ମୂର୍ତ୍ତି ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିରରେ ପୂଜା ପାଇ ଆସୁଥିଲେ ହିଁ ତାହା ଜଗନ୍ନାଥ ମନ୍ଦିର ବା ଜଗନ୍ନାଥ ଧର୍ମ ସମ୍ବନ୍ଧିତ ଆଲୋଚନା ହେଉନାହିଁ। ରାଜା କାଙ୍ଗୁଳା ନରସିଂହ ଦେବ କୋଣାର୍କ ମନ୍ଦିର ସଂଲଗ୍ନ ଜଗନ୍ନାଥ ଦୁର୍ବିଜ ବଶିଷ୍ଠ ପୁରାଣ ବର୍ଣ୍ଣିତ ଜଗନ୍ନାଥଙ୍କଠାରୁ କୋଣାର୍କ ଗାତ୍ରୟର ଜଗନ୍ନାଥ ମୂର୍ତ୍ତି ଭିନ୍ନ ଅଟନ୍ତି। ପ୍ରାଚୀନ କାଳରୁ ପୂଜା ପାଇ ଆସୁଥିବା ଦାରୁ ମୂର୍ତ୍ତି ହିଁ ପ୍ରଥମ ଶ୍ରୀବିଗ୍ରହ। ସାରଳା ଦାସଙ୍କ ମହାଭାରତ ଅନୁଯାୟୀ ଶବରୀ ନାରାୟଣଙ୍କୁ ଶବରମାନେ ଦେଉଳି ପାହାଡ଼ରେ ଏକ ଅଗୁରୁ ବୃକ୍ଷ ମୂଳେ ପୂଜା କରିଥିଲେ। ନୀଳାମ୍ବର ଦାସଙ୍କ ଦେଉଳ ତୋଳି ଜଗନ୍ନାଥ ଦାସଙ୍କ ଦାରୁ ବ୍ରହ୍ମ ଗୀତ ଦିବାକର ଦାସ ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତିରେ ଜଗନ୍ନାଥ ସକଳ ଅବତାରର ଉତ୍ସ ଏବଂ ତାଙ୍କ ମୂର୍ତ୍ତି ବ୍ରହ୍ମମୟ ବୋଲି ଉଲ୍ଲେଖ ଅଛି। ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତିକୁ କେନ୍ଦ୍ର କରି ଅନେକ ପରିକଳ୍ପନା କରାଯାଇଥିଲେ ମଧ୍ୟ ଡାକ୍ତର ହରେକୃଷ୍ଣ ମହତାବଙ୍କ ଯୁକ୍ତି ଗ୍ରହଣୀୟ। ତାଙ୍କର ଦୃଷ୍ଟିରେ ବୌଦ୍ଧ ଶବରଙ୍କ ଦ୍ୱାରା ଉପାସିତ ସ୍ତୂପର ତ୍ରିରତ୍ନ ସଂକେତ ଦୟାକୁ କୁହାଯାଉଥିଲା ଜଗନ୍ନାଥ। ପରବର୍ତ୍ତୀ କାଳରେ ମୂର୍ତ୍ତି ପୂଜାର ପ୍ରାଚୀନ ହେବାରୁ ଶବରମାନେ ତାହାକୁ କୃଷ୍ଣରେ ଖୋଦିତ କରି ମୂର୍ତ୍ତି ରୂପରେ ପୂଜା କରୁଥିଲେ। ଆଦିବାସୀ ସ୍ୱକୀୟ କଳାଜ୍ଞାନ ପ୍ରୟୋଗ କରି ଜନ୍ମ ମୂର୍ତ୍ତି ତିନିଗୋଟିକୁ ସରଳ ରୀତିରେ ଖୋଦିତ କରି ଚିତ୍ରିତ ହୋଇଥିଲେ। ଶବରମାନଙ୍କର କାଷ୍ଠରେ ମୂର୍ତ୍ତି ଖୋଦନ କରିବା ପ୍ରାଥମିକ ଉଦ୍ୟମ ବୋଲି ରବୀନ୍ଦ୍ରନାଥ ସାହୁ ଶିଳ୍ପୀ କହିଛନ୍ତି। ଅନ୍ୟ ଏକ ତମ ଯେଉଁ ଶ୍ରୀକ୍ଷେତ୍ରରେ ପ୍ରଥମ ନୃସିଂହ ମୂର୍ତ୍ତି ପୂଜା ପାଉଥିଲା, ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜା ପରିଧିରେ ନୃସିଂହ ମନ୍ତ୍ର ପାଠରୁ ଏହା ପ୍ରମାଣିତ। ନୃସିଂହ ବିବର୍ତ୍ତିତ ରୂପରେ ଆଦିବାସୀ ଦେବତା ନୃସିଂହ ହେବା ପରେ ଜଗନ୍ନାଥରେ ପରିଣତ ହେବା ଅଧିକ ବିଶ୍ୱାସ ଯୋଗ୍ୟ। ସ୍କନ୍ଦ ପୁରାଣ କହନ୍ତି, ମହାରାଜା ଇନ୍ଦ୍ରଦ୍ୟୁମ୍ନ ନୀଳାଚଳ ଧାମ ଉପସ୍ଥିତ ହୋଇ ନୀଳମାଧବ ଦର୍ଶନ କରିବାକୁ ଚାହୁଁଥିଲେ। ନୀଳମାଧବ ଉଦ୍ଭାନ ହୋଇଯିବା ଦୃଷ୍ଟି
ରଥାରୂଢ଼ ନ ହେବାରୁ ଇନ୍ଦ୍ର ଦମ ମହର୍ଷି ନାରଦଙ୍କୁ ପଚାରିଲେ। ମହର୍ଷି ନାରଦ ଭଗବାନ ନୃସିଂହଙ୍କୁ ଧ୍ୟାନ କରିବାର ପରାମର୍ଶ ଦେଲେ। ମହାରାଜ ଇନ୍ଦ୍ରଦ୍ୟୁମ୍ନ ଏକ ଜ୍ୱଳମାନ ଶିଖା ଦର୍ଶନ କଲେ। ଜଗନ୍ନାଥ ଦାସଙ୍କ ଭାଗବତର ଆଦ୍ୟପଦରେ ଅଛି, ନମୋ ନୃସିଂହ ଚରଣ ଅନାଦି ପରମ କରଣ।